ପିଏଟି ଯେଉଁ ପରୀକ୍ଷା ହେଉଛି ଏଥିରେ 70 ନମ୍ବର ପରୀକ୍ଷା ହେଉଛି ଏବଂ 70ଟା କ୍ୱେଶ୍ଚିନ୍ ପଡ଼ୁଛି ସବୁ 1 ନମ୍ବରର। ବହୁତ ବଢ଼ିଆ ଇଣ୍ଟରେଷ୍ଟିଂ ପରୀକ୍ଷା ଏବଂ ଏଗୁଡ଼ା ସବୁ CBCS ମେଥଡ଼ର ଚଏସ୍ ବେସ୍ଡ କ୍ରେଡିଟ୍ ସିଷ୍ଟମ୍ର ସିଲାବସ୍କୁ ନେଇକରି କରାଯାଉଛି। ଯଦି ଗୋଟେ ପିଲା ତାର ସିଲାବସ୍କୁ ଷ୍ଟଡି କରିବ ପ୍ରଥମେ, ମୁଁ ଏ କଥା 6 ସେମିଷ୍ଟର ପିଲାମାନଙ୍କୁ କହୁଛି ଅର୍ଥ ବର୍ତ୍ତମାନ 5, 4, 3, 2 ଯେଉଁ ସେମିଷ୍ଟର ପିଲା ଅଛନ୍ତି ସେମାନେ ମଧ୍ୟ ଆଜିଠୁ ଏ ଧାରାଟାକୁ ଯଦି ଫଲୋ କରିବେ ତାଙ୍କ ପାଇଁ ବହୁତ ସହଜ ହେଇଯିବ। 70 ସେମାନେ 65, 60 ନମ୍ବର ମଧ୍ୟ ରଖିପାରିବେ। ଏଇଟା କିଛି ବଡ଼ କଥା ନାହିଁ। ଯଦି ଆମେ ଦେଖିବା ଆର ସିଷ୍ଟମକୁ ଯିବା, ଆଗେ ଆମେ ଷ୍ଟଡି କରିବା ସିଲାବସ୍କୁ, କେମିତି CBCS ସିଲାବସ୍ ଡିଜାଇନ୍ କରାହେଇଛି। ସେମିଷ୍ଟର 1ରେ ଆମେ 2ଟା ପେପର ଅନର୍ସରେ ପଢ଼ୁଛେ ଏବଂ ସେମିଷ୍ଟର 2ରେ 2ଟା ପେପର ପଢ଼ୁଛେ 3, 4। ସେମିଷ୍ଟର ଯେତେବେଳେ 3 କି ଯାଉଛେ 5, 6, 7 ଆଉ ସେମିଷ୍ଟର 4ରେ 8, 9, 10। 10ଟା ପେପର ଆମର 2 ବର୍ଷରେ କଭର ହେଇଯାଉଛି। ସେକେଣ୍ଡ ଇୟରରେ 6ଟା, ଫାର୍ଷ୍ଟ ଇୟରରେ 4ଟା। ସେମିଷ୍ଟର 5 କି ଯେତେବେଳେ ଯାଉଛେ, ଥାର୍ଡ଼ ଇୟର ହେଉଛି ଆମର, ଆମେ 11, 12 ପେପର ପଢ଼ୁଛେ ଏବଂ DSC 1, 2 ପଢ଼ୁଛେ ଏବଂ ସେମିଷ୍ଟର 6ରେ 13, 14 ପେପର ପଢ଼ୁଛେ DSC 3, 4 ଯେଉଁଟା ଅଛି ଡିସର୍ଟେସନ୍ ପ୍ରୋଜେକ୍ଟ। ତୁମେ ଯଦି ସେମିଷ୍ଟର 5 ଆଉ 6 ଏ ଦୁଇଟାକୁ ଛାଡ଼ିଦେବ ଟୋଟାଲ, ମୁଁ ଭାବୁନି ଯେ ବିଶେଷ କିଛି ଅସୁବିଧା ହେବ। ତ ଗୋଟେ ଡିସର୍ଟେସନ୍, DSCରେ ଯେଉଁ ପାଠ ଗୁଡ଼ା ଆମେ ପଢ଼ଉଛୁ, ଗୋଟେ ବ୍ୟବହାରିକ ଭାଷା ବ୍ୟାକରଣ ପଢ଼ଉଛୁ, ଆଫିସିକ ବ୍ୟବହାର ଏବଂ ଆଉ ଯେଉଁ ପାଠ ବହି ସବୁ ଅଛି ତା ଏଣ୍ଟ୍ରାନ୍ସ ଦୃଷ୍ଟିକୋଣରୁ ଏତେ ଗୁରୁତ୍ୱପୂର୍ଣ୍ଣ ନୁହଁ। ଏଇଟା ଗୋଟେ ବଡ଼ ପଏଣ୍ଟ। ତେଣୁ ଆମକୁ କେଉଁଠି ଗୁରୁତ୍ୱପୂର୍ଣ୍ଣ, ଯେଉଁ ପାଠ ଆମେ ଛାଡ଼ିକିରି ଆସିଛେ। ସେମିଷ୍ଟର 1, 2, 3, 4 ଏଇ 4ଟି ଯାକ ସେମିଷ୍ଟର ପାଠ CPET ଏକ୍ଜାମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ତୁମେ ଯଦି ପ୍ରିଭିୟସ୍ ଇୟରର କ୍ୱେଶ୍ଚିନ୍ ଗୁଡ଼ା ଦେଖିବ, ଏଇ ପାଠ ଗୁଡ଼ା ଥାଏ। କାରଣ ଆମର ସେମିଷ୍ଟର 6, 5ର ପାଠରେ କିଛି ତା ଧାରଣା ଥାଏ, ଆମେ ଟଚ୍ରେ ଥାଉ ଏବଂ ଅଧିକାଂଶ ପାଠ ଯେଉଁଟା ଅତୀତ ହୋଇଯାଇଥାଏ ଆମେ ତ ଭୁଲି ଯାଉଥାଉ। ଏବଂ ପୁଣି ନୂଆ ଫାର୍ଷ୍ଟ ସେକେଣ୍ଡ ସେମିଷ୍ଟର ପଢ଼ିଲା ବେଳେ ମଧ୍ୟ ପାଠ ପଢ଼ିବାର ଯେଉଁ ସ୍ପିଡ଼ଟା ଆମର ପଡ଼ିନଥାଏ, ଆମର ବି ଏନଭଲପମେଣ୍ଟ ନଥାଏ। କିଛି ପିଲା ବାଧ୍ୟ ହୋଇକରି ଓଡ଼ିଆ ଅନର୍ସ ନେଇଥାନ୍ତି, କିଛି ପିଲାଙ୍କର ଆଗ୍ରହ ନଥାଏ, କିଛି ସାଇନ୍ସ ବ୍ୟାକଗ୍ରାଉଣ୍ଡରୁ ଆସିଥାନ୍ତି ଏବଂ କିଛି ପିଲା +2ରେ ଭଲ ଜ୍ଞାନ ଅର୍ଜନ କରିପାରିଥାନ୍ତି, ଏମିତି ମଧ୍ୟ ପିଲା ଆସିଥାନ୍ତି। ତେଣୁ ଫାର୍ଷ୍ଟ 1, 2 ସେମିନାର ଆମର ବର୍ବାଦ ହେଇଯାଏ। 3, 4 ବେଳକୁ ଆମେ ପିକଅପ୍ ନେଉ ଏବଂ ଯେତେବେଳେ ସେକେଣ୍ଡ ଇୟର ଆସେ ଆମେ ଆସିଯାଉ 5, 6, 7, 8, 9, 10। ଏଇଟା ଆକ୍ଚୁଆଲି କୋର୍ ପାଠ, ଏଇଟା ମଞ୍ଜ ପାଠ ଆସି ପହଞ୍ଚେ। ଯେଉଁ ମିଡିଲ ଇୟରଟା, ଯେଉଁମାନେ ସେକେଣ୍ଡ ଇୟର ବର୍ତ୍ତମାନ ଅଛନ୍ତି, ଭାରି ଗୋଟେ ଇମ୍ପୋର୍ଟାଣ୍ଟ ଇୟର ସେଟା, ସେକେଣ୍ଡ ଇୟର ଏଇ 3 ବର୍ଷିଆ ଡିଗ୍ରୀ କୋର୍ସର। ତେଣୁ ଆମର କାମ ହେଲା ସେମିଷ୍ଟର 1, 2 ଆଉ 2ର 3, 4 ଏଇ 4ଟି ଯାକ ପେପର ହେଉଛି ଓଡ଼ିଆ ସାହିତ୍ୟର ଇତିହାସ, ବେସିକ୍ସ ପାଠ, ଫଣ୍ଡାମେଣ୍ଟାଲ ପାଠ। ମୋର ତ ସବୁବେଳେ ବିଶ୍ୱାସ ଏଇ 4ଟା ଯାକ ପାଠରେ, 4ଟା ଯାକ ପେପରରେ ଯିଏ ଷ୍ଟ୍ରଙ୍ଗ ହେବ ସେ ଜୀବନରେ ହାରିବ ନାହିଁ। ଠିକ୍ 3, 4 ବର୍ଷ ସରିଲା ବେଳକୁ ସେ ଅଧ୍ୟାପକଟା ହେଇ ଆଟଲିଷ୍ଟ ବସିଥିବ କୌଣସି ଗୋଟେ ବିଶ୍ୱବିଦ୍ୟାଳୟ କି ମହାବିଦ୍ୟାଳୟରେ। 1, 2 ପେପରରେ ଆମର ଅଛି ପ୍ରାଚୀନ ଓଡ଼ିଆ ସାହିତ୍ୟ, ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟ, ଏ 2ଟା ପେପରରେ ଅଛି ଏବଂ 3, 4ରେ ଅଛି ଆଧୁନିକ ଓଡ଼ିଆ ସାହିତ୍ୟ 2000 ମସିହା ପର୍ଯ୍ୟନ୍ତ ଅଛି, ନବଜାଗରଣଠୁ ଆରମ୍ଭ କରି। ବହୁତ ଭାଷ୍ଟ କୋର୍ସ ଅଛି 2ଟା ପେପର, 4ଟା ଯାକ ପେପର। ଏବଂ ଓଡ଼ିଆ ସାହିତ୍ୟକୁ ମୁଁ ତନ୍ନ କରି ପଢ଼ିବାକୁ ପଡ଼ିବ। ଏଇଟା ପୁରା ଟୋଟାଲ ପାଠ ଷ୍ଟଡି। ଏଇ 4ଟା ପେପର ପାଠରୁ କିଛି ପାଠ ନେଇକିରି ପରବର୍ତ୍ତୀ ସମୟରେ ପାଠ ହେଇଛି, ମୁଁ କହିବି ତାକୁ ସେ ବିଷୟରେ। ତେଣୁ ଯିଏ CPETରେ ଭଲ କରିବାକୁ ଚାହୁଁଛି, ଯେଉଁମାନେ ନେଟ୍ JRFରେ ଭଲ କରିବାକୁ ଚାହୁଁଛ, ଯେଉଁମାନେ SSB କ୍ୱାଲିଫାଇ କରିବାକୁ ଚାହୁଁଛ, ତୁମ ପାଇଁ ସବୁଠୁ ଇମ୍ପୋର୍ଟାଣ୍ଟ ହେଲା 1, 2, 3, 4 ସେମିଷ୍ଟର 1 ଆଉ 2 ଏଇ 2ଟା ଯାକ ସେମିଷ୍ଟର ଓଡ଼ିଆ ସାହିତ୍ୟର ଇତିହାସ। ପିଲା ଓଡ଼ିଆ ସାହିତ୍ୟର ଇତିହାସକୁ ଭଲ କରି ପଢ଼ ଏବଂ ମୁଁ ନିଶ୍ଚିନ୍ତ ତୁମକୁ କହିବି ଆଦୌ ଶସ୍ତା ଓଡ଼ିଆ ସାହିତ୍ୟର ଇତିହାସ ବହି ପଢ଼ ନାହିଁ। ମୁଁ 2ଟା ବହି ରେକମେଣ୍ଡ କରିବି ତୁମକୁ, ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ ଏବଂ ଓଡ଼ିଆ ସାହିତ୍ୟର ଇତିହାସ ଯେଉଁଟା ହେଉଛି ଆମର ନଟବର ସାମନ୍ତରାୟଙ୍କର 1803ରୁ 1920। ଏଇଟା ଆଧୁନିକ ପାଠଟା ପାଇଁ 3, 4 ପେପର ପାଇଁ ଦ ମୋଷ୍ଟ ଭ୍ୟାଲୁଏବୁଲ୍ ବୁକ୍ସ। ତା ଛଡ଼ା ଆଉ ଅନେକ ବହି ଅଛି, ଆମେ ତାକୁ ପଢ଼ିପାରିବା। କିନ୍ତୁ ଗୋଟାଏ ବହିରେ ଭୁଲ ଭାଲ ମସିଆ ତଥ୍ୟ ଯେଉଁ ମାଇଣ୍ଡ ଡିଷ୍ଟର୍ବ ହେଇଯିବ ତାର ମୂଳରୁ। ତେଣୁ ପିଲା କିଛି ନ କରି 1, 2, 3, 4 ତାକୁ ଆମେ କାଟାଗୋରିରାଇଜ୍ କରିଦେବା। ପ୍ରାଚୀନ ସାହିତ୍ୟ ଆମେ ତାକୁ ଚର୍ଯା ସାହିତ୍ୟ, ନାଥ ସାହିତ୍ୟ, ବୌଦ୍ଧ ସାହିତ୍ୟ, ଶାଳା ସାହିତ୍ୟ, ପଞ୍ଚମ ସାହିତ୍ୟ କାଟାଗୋରିରାଇଜ୍ କରିଦେବା ଏବଂ ମାଷ୍ଟର ମାଇଣ୍ଡରେ ଆମେ ତାକୁ ପଢ଼ିବା ବିଧିବଦ୍ଧ ଭାବରେ। ସେମିଷ୍ଟର 1, 2, 3, 4 କଭର ହେଇଗଲା ଓଡ଼ିଆ ସାହିତ୍ୟର ଇତିହାସ, 1000 ସର୍ଟ ଟାଇପ୍ ନିଜେ ଲେଖିବ।
जो सटाई सीपेट्रे पढ़ुची ये कथा मुझे कौन फास्ट इयर सेकेंड इयर पिला आज तुम प्रिपेयर हो आज प्रिपेयर हो ओडिया इतिहास बही धरी सार टीचर जो क्लास रे पढ़ाऊँ हजार सर्ट टाइप ओडिया इतिहास करी हजार एत मोटा खाता गोटे किण हजार सर्ट टाइप प्रश्न लिख नाली उत्तर लिख नाली साइड उत्तर आपर आम सेकेंड इयर जाऊे सेकेंड इयर गला आम देखुचे 5, 6, 7 ये 5, 6, 7 ये जो पेपर ये 5, 6, 7 पेपर रे आमे ओडिया भाषा और लिपिर ऐतिहासिक विकास धारा पाठ पढ़ुचे ओडिया भाषार विकास धारा ओडिया लिपिर विकास धारा ओडिया व्याकरण प्रश्न ये तीनोटी पाठ आम पाखे रहा देख पिला 4टा पेपर रे कवर हो गला फर्स्ट इयर रे ओडिया साहित्य इतिहास सेकेंड इयर 3टा पेपर जो आम आस थर्ड सेमिस्टर को ओडिया भाषा और लिपिर विकास क्रम एतिक पाठ जो आम पढ़ुचे फास्ट गोटे बंच सरला सेकेंड थर्ड ओडिया क्षेत्र इतिहास सरला ओडिया भाषा सर ओडिया लिपि सर ओडिया व्याकरण सर सरस्वती कथा यहाँ जदि गोटे पिला एतिकी पाठ कवर करदेला ना सेकेंड इयर 3टा पेपर आउ 4 7टा पेपर जो 7टा पेपर आम पिला प्रचंड दुर्बलता आम कारक विभक्ति तद्धित कृदंत युवा गोटे साधारण ग्रामर समास विभक्ति गुड़ा सब मन रखा गोटे मिनिममटा यहाँ मिनिमम यहाँ आमको सेकेंडरी सरज पाठ घोषानी बुझा आमर अड़ुआ कौन है आम व्याकरण टाक घोषी दो आमर तो दुर्भाग्य भाषा व्याकरण पढ़ा शिक्षक महाविद्यालय स्तर में बहुत कम अच्छा एवं आम घोषी देले पाठ बुझीपार जी हो कारक कौन विभक्ति कौन कृदंत कौन तद्धित कौन समास कौन संधि कौन अंतविधि कौन सत्वविधि कौन युवाक आम सब बुझा ठीक से तत्वगत सूत्र गुड़िक अच्छी दरकार पड़े स्कूल शिक्षक मान बुझा संस्कृत सार मान बुझा आमर शिक्षा दरकार ज्ञान दरकार बुझा ये बुझीगले 5, 6, 7 पेपर तुम जान तुम जान केमी ओडिया लिपि ब्राह्मी लिपि केमी आसिक पहुंची तुम जान प्राचीन भारतीय आर्य भाषा केमी ओडिया भाषा पहुंची सबू कथा भितर कभर होगा तेणु आम 2टी जिन प्रसंग जानिले प्रथम ओडिया क्षेत्र इतिहास फास्ट इयर पढ़ा सेकेंड इयर गोटे फाड़े ओडिया लिपि भाषा और व्याकरण पढ़ा जिते आसुचे 4th सेमिस्टर को 8, 9, 10 पेपर 8, 9, 10 पेपर मजा पाठ जे प्राच्य साहित्य तत्व और पाश्चात्य साहित्य तत्व ये 2टा तत्व अच्छी रस रीति ध्वनि वक्रति औचित्य अलंकार एवं क्लासिसिज्म रोमांटिसिज्म सिम्बोलिज्म मिथ इमेजिज्म एक्जिस्टेंशियलिज्म रियलिज्म ये जो पाठ गुड़िक सब अच्छे आसी पहुँचीगला यहाँ पूरा फंडा थियोरी तेणु जो आम 3टा कभर होगा आम आउ गोटे पाठ कभर कराया रसरीति ध्वनि की बुझा घोषानी अति सुंदर बुझीदे मोर तो रसर वीडियो अच्छी केते पिला देखले वीडियो और केते उपकार पाँच आग्रह प्रकाश कर रस पढ़ाई एक्सपर्टाइज नुहे कि बुझिली बुझेली पिला चेष्टा कली बुझाई आम गुड़ाए कथा भितर पशिबानी मो भाषा बुझी दिलीप स्वाई ता भाषा कहला तुम्हें तुम भाषा कन्वर्ट कर तुम भर गोटे प्रोसेसर रख बईर भाषा को तुम भाषा को आण जमी आम मातृभाषा बुझीपारे से मातृभाषा मो भाषा में बुझी मातृभाषा तो आम समस्त ओडिया कहे कि दिलीप साई गोटे भाषा अच्छी राकेश प्रकाश विनती कामिनी कांचन गोटे निजस्व भाषा अच्छी तुम से बहिर पर निजस्व भाषा पुराओ जब आखु पुरेले दौर बाहर से निज भाषा जो बाहर तुम जान तो बुझीपार एवं किसी ना चुपचाप मेसर छात पर ठिया नईकूल ठिया रस रसगोला एमती आलम्बन उद्दीपन एमती यहाँ आर स्थायी भाव हूँ रति एमती आसला एमती है या अभिनव तो यह कहले भट्ट लोलट यह कहले शशंकु यह कहले या निज भाषा बुझे मु लेख इजिम गोटे खूब बड़ पाठ नुहे भारी गोटे साधारण पाठ इजिम आम तो इंग्राजी पाठटा पिले आम भारी बड़ लगुच ये तो संस्कृत पाठ आहरी दुर्बोध आम तो आपको बुझीजा आउ जो पेपरटी रही लोक साहित्य देख पिला लोक साहित्य इंटरेस्टिंग कथा मुझे लोक साहित्य जो क्वेश्चन पड़ी से पेट्रे ना लोक गीतर ना पड़ी ना संज्ञा स्वरूप प्रकार पड़ी एगुड़ा किसी क्वेश्चन पड़ेनि के लोक साहित्य टी चतुरता दरकार तुम पाठटा बुझे लोक साहित्य जो क्वेश्चन पड़ो से क्वेश्चनटा हूँ तुम पड़ो लोक साहित्य संग्राहक ना तुम 10-20 जन किए प्रथम लोकगीत संग्रह करते से चक्रधर महापात्र कि कुंज बेदास यहाँ जाना पड़ो। 3 जान जीवन सारा कम लोक गल्प संग्रह किए
ଲୋକଗୀତ ସଞ୍ଚୟନ ବହି କାହାର? କେତେ କେତେ ଲୋକଗୀତ ଉପରେ ବହି ଲେଖା ହେଇଛି, ଲୋକ ଗପ ଉପରେ ଲେଖା ହେଇଛି, ଲୋକ କାହାଣୀ ଲୋକ ନାଟକ ଉପରେ ଲେଖା ହେଇଛି। ଏଇ ଗୋଟିଏ ପାର୍ଟ। ଦ୍ୱିତୀୟ ପାର୍ଟ, ପଶ୍ଚିମ ଓଡ଼ିଶାର ଲୋକଗୀତ କୋଉ ଗୁଡ଼ା, କୋଉ କୋଉ ଲୋକଗୀତରେ ଗୀତ ବେଶୀ ନୃତ୍ୟ କମ୍, ଲୋକ ନୃତ୍ୟରେ ଏଇଟା ସବୁ କଥା ଆସିବ। ଦକ୍ଷିଣ ଓଡ଼ିଶାରେ କ'ଣ ହୁଏ, ଛଉ କୋଉଠି ଦେଖାଯାଏ, ପଡ଼ିଥିବ କେନ୍ଦୁଝର ପଡ଼ିଥିବ, ସୁନ୍ଦରଗଡ଼ ପଡ଼ିଥିବ, ମୟୂରଭଞ୍ଜ ପଡ଼ିଥିବ, ବାଲେଶ୍ୱର ପଡ଼ିଥିବ, ପାଖାପାଖି ଗୁଡ଼ା ପଡ଼ିଥିବ। ଛଉଟା ମୟୂରଭଞ୍ଜରେ ଦେଖାଯାଏ ବୋଲି ଆମକୁ ସେଇଟା ଜାଣିବାକୁ ପଡ଼ିବ। ଦଣ୍ଡ ନାଚ ସହିତ କୋଉ ଦେବତା ଜଡ଼ିତ, ଆମକୁ ସେଇଟା ଶିବ ବୋଲି ବୁଝିବାକୁ ପଡ଼ିବ। ଚୈତ୍ର ମଙ୍ଗଳବାରର ପ୍ରସିଦ୍ଧ କ'ଣ, କୋଉ ଠାକୁରାଣୀ ପୂଜା କରିବି ଚୈତ୍ର ମଙ୍ଗଳବାରରେ। ଅକ୍ଷୟ ତୃତୀୟାରେ ଜଗନ୍ନାଥଙ୍କର କ'ଣ କାର୍ଯ୍ୟକ୍ରମ ଆରମ୍ଭ ହୁଏ, ଆମେ କହିବା ଅକ୍ଷୟ ତୃତୀୟା ହେଲେ ଚନ୍ଦନ ଯାତ୍ରା ଆରମ୍ଭ ହୁଏ, ରଥ ଅନୁକୂଳ ହୁଏ। ଏଇଗୁଡ଼ା ସବୁ ବିଧିବଦ୍ଧ ବ୍ୟବସ୍ଥା ସବୁ ଲୋକ ସାହିତ୍ୟ ପଢ଼ିଲା ବେଳେ ଆମକୁ ଏଇସବୁ ଦିଗ ଗୁଡ଼ା ଉପରେ ଦୃଷ୍ଟି ଦେବାକୁ ପଡ଼ିବ। ରାଦର ସେ ବୁଢ଼ୀ ଅଶୁଣୀ ଗପ, କଲରା ବେଟେଇ ଗପ, ଢମକ ଢମ ଏଗୁଡ଼ା ଯାହା କୋଶ୍ଚିନ୍ ଆସିବନି। ଆମେ ଯେଉଁଟା ପିଲାଙ୍କୁ ପଢ଼ଉଛୁ ସଂଜ୍ଞା ସ୍ୱରୂପ ପ୍ରକାର ଭେଦ, ସେଗୁଡ଼ା କୋଶ୍ଚିନ୍ ଆସିବନି। କୋଶ୍ଚିନ୍ ଆସିବ ଯେଉଁ କଥା ଆମେ ପଢ଼ଉନୁ, ଭାରି ଦୁର୍ଭାଗ୍ୟ ସେଇଟା। ପିଲାମାନଙ୍କୁ ଆମେ ଦୋଷ ଦେଇ ଲାଭ ନାହିଁ, ଆମେ ପିଲାଙ୍କୁ ପଢ଼େଇ ପାରୁନୁ, ଆମେ କ'ଣ ପଢ଼େଇବା ଉଚିତ। ଏଗୁଡ଼ା ବି ଟିଚର ମାନେ ଯଦି ମୋର ଭିଡ଼ିଓ ଦେଖୁଛନ୍ତି, ଯେ ନୂଆ SSC ପାଇଥିବା ଅଧ୍ୟାପକ ଆମର ଛାତ୍ରଛାତ୍ରୀ ବି ଥିବେ ତା ଦେହରେ, ଏଇଟା ଭାରି ଗୋଟେ ଇମ୍ପୋର୍ଟାଣ୍ଟ। ଯୋଉଠି ସେମାନେ ଅଛନ୍ତି ତାଙ୍କ ପିଲାମାନଙ୍କୁ ପଢ଼ାନ୍ତୁ। ଲୋକ ସାହିତ୍ୟ ଉପରେ କେତେଟା ବହି ଲେଖା ହେଇଛି, ଲୋକ ସାହିତ୍ୟ ସଂଗ୍ରାହକ କିଏ, ଲୋକ ସାହିତ୍ୟର ଗବେଷଣା କେମିତି ହେଇଛି, ଦକ୍ଷିଣ ଓଡ଼ିଶାର ସ୍ପେସିଫିକ୍ ଲୋକ ସାହିତ୍ୟ କ'ଣ, ପଶ୍ଚିମ ଓଡ଼ିଶାର ସ୍ପେସିଫିକ୍ ଲୋକ, ଇଭିନ୍ ଏବେ ସମୟ ଆସିଛି ଭବାନୀପାଟଣାର ଲୋକ ସାହିତ୍ୟ କ'ଣ, ବରଗଡ଼ର କ'ଣ, ନୂଆପଡ଼ାର କ'ଣ, ଘୁମରା ନାଚ କେଉଁଠି ଦେଖିବାକୁ ମିଳେ। এইগুଡ଼ା ସବୁ ସ୍ପେସିଫିକ୍ ଷ୍ଟଡି ଦରକାର, ଯେଉଁଟା ଆମେ PG ଲେବୁଲ୍ ଆକ୍ଚୁଆଲି ପଢ଼ଉଛୁ। କୋଶ୍ଚିନ୍ ଗୁଡ଼ା କିନ୍ତୁ ଏଇଥିରୁ ଆସୁଛି, ଏଇଟା ଯେହେତୁ ସିଲାବସ୍ ଭିତରେ ସବୁ ଅଛି, ଆମକୁ କହିପାରିବନି ଯେ ଏଇଟା ସିଲାବସ୍ ବାହାରୁ ପଡ଼ିଲା। ତେଣୁ ଗୋଟେ ପିଲା ଯଦି ସେମିଷ୍ଟର 4 ପର୍ଯ୍ୟନ୍ତ 10ଟା ପେପର ପଢ଼ିଦେଲା, ତାହେଲେ ତାର ଆଉ କୌଣସି ଅସୁବିଧା ହେବ ବୋଲି ମୁଁ ଭାବୁନାହିଁ। ସେମିଷ୍ଟର 5, 6ରେ ଯେଉଁ 11, 12, 13, 14 ପେପର ଅଛି, ଏଇଟା ସ୍ପେସିଫିକ୍, ସେ ଶିଶୁ ସାହିତ୍ୟ, ବିଜ୍ଞାନ ଭିତ୍ତିକ ସାହିତ୍ୟ, ସେ ଡମକ ସାହିତ୍ୟ, ବଡ଼ କଥା ନୁହଁ। ତୁମକୁ ଖାଲି ଗୁଡ଼ାଏ ନାଁ ଜାଣିବାକୁ ପଡ଼ିବ। ଏଥିରୁ 4ଟା ବହି ପଢ଼ୁଥିବ, ଗୋଟେ ବିଜ୍ଞାନ ଭିତ୍ତିକ ସାହିତ୍ୟ, ଶିଶୁ ସାହିତ୍ୟ କେଉଁଟା, ଭ୍ରମଣ ସାହିତ୍ୟ କହିଲେ କେଉଁଟାକୁ ବୁଝାଏ, ଏବଂ ଯେଉଁ ଲେଖକ ଅଛନ୍ତି ଆମର, ସେ ଲେଖକମାନଙ୍କର ତୁମେ ବହିର ଲିଷ୍ଟ ସବୁ ଜାଣିବ। କାହିଁକି ଆମେ CPT କାହିଁକି ଆମେ କାହିଁକି ଗୋଟେ ଲିଷ୍ଟ କରିଦେଇପାରିବାନି, ମାଧବମାନ ସିଂ ଏତିକି ବହି ଲେଖିଛନ୍ତି, ନୀଳକଣ୍ଠ ଦାସ ଏତିକି ବହିର ମସିହା ବି ପକାଇଦେବା କୋଡ଼ାରେ, ଆମକୁ ଅସୁବିଧା କିଛି ହେବନି। କୁଞ୍ଜବୀର ଦାସ ଏତିକି ବହି, କୃଷ୍ଣଚନ୍ଦ୍ର ତ୍ରିପାଠୀ ଏତିକି, ସଚି ରାଉତରାୟ ଏଇ ବହି ସବୁ ସଚି ରାଉତରାୟ ଲେଖିଛନ୍ତି। ଯାହାଫଳରେ ଆମେ ଟିଚର ଏଇସବୁ ତଥ୍ୟ ଟିଚର ପାଖରେ ରହିଲେ ଟିଚର ପିଲାକୁ ବୁଝିବାକୁ ସହଜ ହେବ ଏବଂ ପିଲା ବୁଝିବା ପାଇଁ ସହଜ ହେବ। ତେଣୁ ଗୋଟେ ପିଲା, ମୋର ବିଶ୍ୱାସ, ଏଇ ସିଲାବସ୍କୁ ଷ୍ଟଡି କରି ମୁଁ କହିପାରେ, ଯଦି ସେମିଷ୍ଟର 4 ପର୍ଯ୍ୟନ୍ତ 10ଟା ପେପରରେ ମାଷ୍ଟରୀ ହାସଲ କରିବ ନା, କେବଳ CPT ନୁହଁ, ସେ JRF ପାଇବ, SSB ବି ପାଇବ। ଏଇଟା ହେଉଛି ବଡ଼ କଥା। ତାର ସେକେଣ୍ଡ ପାର୍ଟ ହେଉଛି ବାୟୋବାସ୍ ପାର୍ଟ, ସେଇଟା ଅଲଗା ଜିନିଷ। ଏତିକି ହେଉଛି ବେସିକ୍ସ ଜିନିଷ। ତେଣୁ ଯେଉଁ ପିଲାମାନେ ଆଜି ତୁମର ସେକେଣ୍ଡ ସେମିଷ୍ଟରରେ ପଢ଼ୁଛ, +3 ପିଲା, ଏବଂ ଯେଉଁ ପିଲାମାନେ ଆଜି 4th ସେମିଷ୍ଟର ଆପିୟର କରୁଛ, ସମସ୍ତଙ୍କ ପାଇଁ ମୋର ଗୋଟେ କଥା ହେଉଛି ଯେ ଏଇ ସେକେଣ୍ଡ ଇୟର ପର୍ଯ୍ୟନ୍ତ ଯେଉଁ 10ଟା ପେପର ଅଛି, ଏଇ 10ଟା ଯାକ ପେପରରେ ସବୁ ପାଠ ଅଛି। ଦେଖ ପିଲା, ନିର୍ଦ୍ଦିଷ୍ଟ ଗପ 3ଟା ଥିବ, 2ଟା ନାଟକ ଥିବ, ସେ ଭାତ ନାଟକ ଅଛି, କି ସେ ଅମୁକ ନାଟକ, ସବା ଶେଷ ଲୋକ ନାଟକ ଅଛି। ଇଏ ତ ନିର୍ଦ୍ଦିଷ୍ଟ ବହି, ଆ ଦେହରେ ଆମର ମାଷ୍ଟରୀ ହାସଲ କେଇଟା ଚରିତ୍ର ଅଛି, କ'ଣ ଅଛି, ଏଇଥିରେ କେଉଁ ଚରିତ୍ର ଅଛି ଜାଣିଲେ ଗୋଟେ ନାଟକରେ ପଢ଼ୁଥିବ, ଏଇ ଚରିତ୍ରଟା କେଉଁ ନାଟକରେ ଅଛି, ସେ ଅଲଗା କଥା। ଏବଂ ସେଟା ବି ନ ପଢ଼ିବାର ସମ୍ଭାବନା କାହିଁକି, ଅଟୋନମସ୍ କଲେଜରେ ଅନେକ ନାଟକ ଗପକୁ ଆମେ ଚେଞ୍ଜ କରିଦେଉଛୁ। କିନ୍ତୁ ଯେଉଁ ୟୁନିଭର୍ସିଆଲ ପେପର ଗୁଡ଼ା ଅଛି 10 ପେପର ଯାଏଁ, ତାକୁ ଆଉ କେହି ଚେଞ୍ଜ ହାତ ମରା ପାଇପାରୁନି। ତେଣୁ ବେସିକ୍ କୋଶ୍ଚିନ୍ ଗୁଡ଼ା ଏଇ 10ଟା ପେପରରେ ଆସିବ। ମନେକର ଗୋଟେ ସବା ଶେଷ ଲୋକ ନାଟକ ଅଛି, ଆଉ ଗୋଟେ କଲେଜରେ ନଥାଇପାରେ। MIL କେଉଁଠି ଗପ ଅଛି, ଆଉ କେଉଁଠି ଗପ ନଥାଇପାରେ, କେଉଁଠି ଅମରନାଥ ଦାସ ଅଛନ୍ତି, କେଉଁଠି ମନୋରଞ୍ଜନ ଦାସ ଅଛନ୍ତି। ଏ କଥା ମଧ୍ୟ ଘଟୁଛି, ଓଡ଼ିଶା ସାରା ଏତେ କଲେଜ ଅଛି। କିନ୍ତୁ ଫଣ୍ଡାମେଣ୍ଟାଲ ପାଠ ଯଦି ଆମେ ପଢ଼ିବା, ଇଏ ହେଉଛି 10ଟା ପେପର ସେମିଷ୍ଟର 4 ପର୍ଯ୍ୟନ୍ତ। ତେଣୁ CPT ଯେଉଁ ପିଲାମାନେ ଦେଉଛ, ସେମାନେ ଏ 10ଟା ପାଠକୁ ସିନସିୟରଲି ପଢ଼ିବେ ବୋଲି ମୋର ଆଶା କରୁଛି। ଏ 10ଟା ପେପର ପଢ଼ିଲେ, ଯେମିତି ମୁଁ କହିଲି 1000 କୋଶ୍ଚିନ୍ କରିବ ତୁମେ ଓଡ଼ିଶା ଇତିହାସରୁ, ସେମିତି 500-600 କୋଶ୍ଚିନ୍ କରିବ ସେମିଷ୍ଟର 3ରୁ, ସେମିତି 500-600 କୋଶ୍ଚିନ୍ କରିବ ସେମିଷ୍ଟର 4ରୁ। ଦେଖିବା କେମିତି CPT ହେବନି। ଏବଂ ତୁମେ ଯେଉଁଠି ଇଚ୍ଛା କରୁଛ PG କରିବାକୁ, ତୁମେ ନିଶ୍ଚିତ ସେଠି PG କରିବ। PG କରିବା ବଡ଼ କଥା ନୁହଁ, ତୁମେ ଗୋଟେ କନଫିଡେନ୍ସ ଆସିବ। ତୁମେ ଯେତେବେଳେ CPT ରାଙ୍କିଙ୍ଗରେ ଓଡ଼ିଆରେ 1ରୁ 50 ଭିତରେ ରହିବ, ତୁମକୁ ଗୋଟେ କନଫିଡେନ୍ସ ଆସିବ, ଗୋଟେ ମୁଡ୍ ନେଇକି ତୁମେ PG କରିବାକୁ ଯିବ ଏବଂ ସେଇ ସ୍ପିଡ୍ଟାକୁ କଣ୍ଟିନ୍ୟୁ କରିବ, ତୁମେ JRF ପାଇବ। ତୁମେ ଖାଲି PhD କରି ପ୍ରଫେସର ହେବ, ଲେକ୍ଚର ହେବ। ଏଇଟା ଗୋଟେ ସ୍ପିରିଟ୍, ଗୋଟେ ସ୍ପିଡ୍। ତେଣୁ ମୁଁ PG ପିଲାଙ୍କୁ ସ୍ପିଡ୍ ଧରିବାକୁ, ଆମେ PG କ୍ଲାସ୍ରେ ପିଲାଙ୍କୁ
ମୁଁ ମୋର ବ୍ୟକ୍ତିଗତ ଉଦାହରଣ କହି ଆମ କଲେଜରେ ଯେଉଁମାନେ ପିଜି କରୁଛନ୍ତି 48 ସିଟ୍ କରିଦେଲେ ବହୁତ ପିଲା ଆସିଲେ। ବହୁତ କଲେଜରୁ ପିଲା ଆସିଛନ୍ତି ଯେଉଁମାନେ +3 ଠିକ୍ସେ ପଢ଼ା ହେଇପାରେ ନାହିଁ। ଆମର ଯେ ଠିକ୍ସେ ପଢ଼ା ହେଉଛି ମୁଁ କହୁନାହିଁ, ଯେଉଁଠି ଆସିପାରୁନାହାନ୍ତି। ତେଣୁ ଆମେ ପିଲାଙ୍କୁ ଯେଉଁ ଲେବୁଲକୁ ନେବାକୁ ଚାହୁଁଛୁ ସେ ପିଲା ପ୍ରଥମେ ଭୟ କରୁଛନ୍ତି, ଧରିପାରୁନାହାନ୍ତି। କାହିଁକି ସେମାନେ ସ୍ୱୀକାର କରୁଛନ୍ତି ସାର୍ ଆମ ଏ ପର୍ଯ୍ୟାୟରେ ଆମେ ପାଠ ସେନ୍ସିଟିଭିଟି ପଢ଼ିନୁ। ଏଇଟା ହେଉଛି ଆମର ସମସ୍ୟା, ଏଇଟା ପିଲାର ସମସ୍ୟା ନୁହେଁ, ଟିଚରର ସମସ୍ୟା। ପିଲା କ'ଣ କହିଥିଲେ ମୋତେ ପାଠ ପଢ଼େଇବନି। ତେଣୁ ଆମେ ପ୍ରଥମ ଦାୟିତ୍ୱ ଅଛି ବର୍ତ୍ତମାନ ଯେଉଁ ପିଲାମାନେ ପଢ଼ୁଛନ୍ତି, ମୁଁ ତୁମ ଆଗରେ ଯେଉଁ ଟ୍ୟାକ୍ସ ଥୋଇଲି, ତୁମେ ଏ ଟ୍ୟାକ୍ସକୁ ଷ୍ଟଡି କର, ସେଇ ଅନୁସାରେ ନିଜକୁ ପ୍ରିପେୟାର କର। ନେକ୍ସଟ ଲେବୁଲ ଯେତେବେଳେ ପିଜି ପାଇଁ ଆସିବ, ତୁମେ ସେତେବେଳେ ଚାକିରି ପାଇଁ ପାଠ ପଢ଼ିବ, ଆଉ ପିଜି ପାଇଁ ପାଠ ପଢ଼ିବନି। ସେ ପିଜି ସେମିଷ୍ଟାର ସବୁ ପାସ୍ କରାଯିବ 80% ସେଟା ଖୁବ୍ ବଡ଼ କଥା ନୁହଁ। ତେଣୁ ମୁଁ ଏଇ କଣ୍ଟେଷ୍ଟରେ ତ କେମିତି ତୁମ ଏତିକି ଯଦି ତୁମ ଜ୍ଞାନ ଆକ୍ୱାର କଲ, ଆଉ କେମିତି ତୁମ ମାଇଣ୍ଡଟାକୁ ସାର୍ପ କରିବ, କିନ୍ତୁ ତୁମ ମାଇଣ୍ଡରେ କେମିତି କେତେଟା କୋଶ୍ଚିନ୍ କି ତୁମେ ଉତ୍ତର ଦେଇପାରିବ ସହଜରେ, ମୁଁ ତାର ଗୋଟେ ଛୋଟିଆ ନମୁନା ବର୍ତ୍ତମାନ ଦେବାକୁ ଯାଉଛି। ଗୋଟେ 57 ନମ୍ବର କୋଶ୍ଚିନ୍ 2021 ପିଟ୍ର। କେଉଁଟି ଜଣେ ସମାଲୋଚକ ପଥରେ ଅନ୍ତରାୟ? ତେଣୁ ଜଣେ ସମାଲୋଚକ ପାଇଁ କେଉଁଟା ଅସୁବିଧା ସୃଷ୍ଟି କରେ? ପ୍ରଥମ କଥା ଏଠି ଆମେ ଷ୍ଟେଟମେଣ୍ଟକୁ ବୁଝିବା। ଜଣେ ସମାଲୋଚକ ପାଇଁ ବଡ଼ ଗୁଣଟି କ'ଣ? ଯେ ସେ ନିରପେକ୍ଷ ହେବ, ସେ ଜ୍ଞାନୀ ହେଇଥିବା ଦରକାର, ସେ ସୃଜନଶୀଳ ହେବ, ସେ ଏକଦେଶଦର୍ଶୀ ହେବ ନାହିଁ, ପକ୍ଷପାତିତା କରିବ ନାହିଁ, ବୁଝିବାର ବୋଧ ଶକ୍ତି ଥିବା ଦରକାର। ଏ ହେଉଛି ସମାଲୋଚକର କ୍ୱାଲିଟି। ଏ ଷ୍ଟେଟମେଣ୍ଟ ପଡ଼ିଲା ନା ମାଇଣ୍ଡକି ଆଗେ ଏଇ କଥାଟା ଆସିବ। ସମାଲୋଚକ କହିଲେ କାହାକୁ ବୁଝାଏ, ସମାଲୋଚକର କେଉଁ ଗୁଣ ରହିବା ଆବଶ୍ୟକ, ଏଇଟା ଫାଷ୍ଟ ବୁଝିଦେଲା। ତାପରେ ସମାଲୋଚକର ଅନ୍ତରାୟ କ'ଣ ଏଇଠି ବୋଧେ ଆସିଯିବ। ସମାଲୋଚକ କିଏ ଅଟକାଏ? ଦେଖ ଏକ୍ଜାମ୍ପଲ୍, ତାର ଯେଉଁ ଅପସନ୍କୁ ଯିବା। ସହୃଦୟ ଭାବ, ବିଚାର ଶକ୍ତି, ଏକଦେଶଦର୍ଶୀ, ସମ୍ବେଦନଶୀଳ ଭାବ। ଏବେ ତୁମେ ଉତ୍ତର ଜାଣିସାରିବନି। ସମାଲୋଚକ ନିରପେକ୍ଷ ଭାବ, ଏଇଟା ହେଉଛି ତାର ପ୍ରଥମ କ୍ରାଇଟେରିଆ। ଏଠି ଗୋଟେ ଅଛି ଏକଦେଶଦର୍ଶୀ, ମାନେ ଯୁଆଡ଼ୁ ବୁଝିଥିବ ସିଆଡ଼ୁ ଗୋଟାଏ। ଭଲ ଯଦି କହୁଥିବ ସ୍ତୁତି କରି ଚାଲିଥିବ, ନିନ୍ଦା ଯଦି କରିବ ପୁରା ତାର ଇଜ୍ଜତ ସମ୍ମାନ ନେଇଯାଉଥିବ। ଏମିତିଆ ବ୍ୟକ୍ତି କେବେ ସମାଲୋଚକ ହେଇପାରିବ ନାହିଁ। ବାଲାନ୍ସଡ, ସତ କହିବ, ସେ ପଜିଟିଭ ଦେଖେଇବ, ନେଗେଟିଭ ଦେଖେଇବ। ତେଣୁ ଦେଖ, ସମାଲୋଚକ ସହୃଦୟ ହେବ ନିଶ୍ଚିନ୍ତ। ବିଚାର ଶକ୍ତି ତ ନ ରହିଲେ ସମାଲୋଚକ ହେଇପାରିବ ନାହିଁ। ସମ୍ବେଦନଶୀଳ ନ ରହିଲେ ଗୋଟେ ଲେଖକ, କିନ୍ତୁ ମୁଁ ଗୋଟେ କବିତା ବହି ପଢ଼ି ଜଣଙ୍କର ଲେଖିବି, ମୁଁ କହିବି ସିଏ କବିତା ଲେଖିଛି, ମୁଁ କାହିଁ ତା ଆଲୋଚନା କରିବି? ହେଇପାରିବ? ମୁଁ ଶିରାଦା ପଡ଼ିଲା ବେଳେ ମୋ ଭିତରେ ଗୋଟେ ରାଧା ଛମଛମ ହେଉଥିବା ଦରକାର। ତେଣୁ ସମ୍ବେଦନଶୀଳ ଏଇ ଜାଣି ଦେଉଛେ ଆମେ। ଏକଦେଶଦର୍ଶୀ ମାନେ ଯୁଆଡ଼ୁ ଏକଦେଶଦର୍ଶୀଟା ପିଲା ଆମର ବୁଝିପାରୁନଥିବ। ଏକବାଗିଆ ଲେଖା ହେଇଥିଲେ ବୁଝିପାରିଥାନ୍ତେ। এটা ନ ବୁଝିବା ପାଇଁ ଲେଖା ହେଇଛି ଏଇଟା। ଟିଚର ଯଦି କଲେଜରେ ଏକଦେଶଦର୍ଶୀ ନ କହିଥିବ, ପିଲାଟି କ'ଣ କରିବ? ପିଲାଟି ମୁହଁ ଶୁକେଇକିରି ବସିବ। ତେଣୁ ଏଇଠି ଯଦି ଆମେ ଟିକେ ବୁଦ୍ଧି ଖଟଉଛେ, ଦେଖନ୍ତୁ ଏ କୋଶ୍ଚିନ୍ ଆନ୍ସରଟା ଆମେ ଦେଇପାରୁଛେ। 6 ମାଣ 8 ଗୁଣ୍ଠ ଉପନ୍ୟାସକୁ କେଉଁ ଲେଖକଙ୍କ କୃତି ସହିତ ତୁଳନା କରାଯାଏ? ଫକୀରମୋହନ ସେନାପତିଙ୍କ 6 ମାଣ 8 ଗୁଣ୍ଠ। 6 ମାଣ 8 ଗୁଣ୍ଠ କଥା କହିଲେ ଆମ ମାଇଣ୍ଡକି ମାଏ ପଳେଇ ଆସିବ। ଫକୀରମୋହନ ସେନାପତି 1897 ମସିହା ଏଇସବୁ କଥା ମୁଣ୍ଡକୁ ଆସିଗଲା, ଆମେ ଜାଣିଗଲେ। କେଉଁ ଲେଖକ ତାଙ୍କର କଣ୍ଟେମ୍ପୋରାରୀ ତୁଳନା କରାଯିବ, ତାଙ୍କ ସମକାଳୀନ ଲେଖକ କିଏ ହେଇଥିବ। ବା 6 ମାଣ 8 ଗୁଣ୍ଠରେ ଯେଉଁ ଜମି କଥା ଲେଖା ହେଇଛି, ଜମିଦାର ଆଉ ଚାଷୀର ଶୋଷଣ କଥା ଲେଖା ହେଇଛି, ଜମି ଛଡ଼େଇ ନେଇଯିବା କଥା ଲେଖା ହେଇଛି, ସେଇଭଳିଆ କଥା କିଏ ଲେଖିଛନ୍ତି, ଜମି ଜମା କଥା, ଆମକୁ ସେଇଟା ଫାଷ୍ଟ ବୁଝିବାକୁ ପଡ଼ିବ। ତେଣୁ ଅପସନ୍ ହେଉଛି ଗୋଟେ ହେଉଛି ମାକ୍ସିମ ଗର୍କି। ଗର୍କି ପ୍ରସିଦ୍ଧ ତାଙ୍କର ମଦର ଉପନ୍ୟାସ ପାଇଁ, ମା ଉପନ୍ୟାସ। ସିଏ ଗୋଟେ ଅଲଗା ପୃଷ୍ଠଭୂମିରେ ଲେଖା ହେଇଛି, ସାମ୍ୟବାଦର ପୃଷ୍ଠଭୂମିରେ ଲେଖା ହେଇଛି। ଏଇଟା ଫିଟ୍ ହେବ ନାହିଁ, ଗର୍କିଙ୍କ ସହିତ ତୁଳନା କରାଯାଇପାରିବନି ଫକୀରମୋହନ। ଆଉ ଗୋଟେ ଅପସନ୍ ହେଉଛି ଶରତଚନ୍ଦ୍ର। ଶରତଚନ୍ଦ୍ର ଜଣେ ଅଲଗା ପ୍ରକାର କାହାଣୀ ଧର୍ମୀ ଲେଖକ, ଦେବଦାସ ଫ୍ୟାନ୍ ଲେଖକ ଯିଏ ଶରତଚନ୍ଦ୍ର। ବଙ୍ଗଳା ସଭ୍ୟତା, ଜମିଦାରୀ ବ୍ୟବସ୍ଥା ସେ ଲେଖିଛନ୍ତି। ପ୍ରେମ, ପ୍ରଣୟ, ବିରହ, ଏଇସବୁ ଶରତଚନ୍ଦ୍ର ନବେଲର କାରୁଣ୍ୟ ହେଉଛି ଗୋଟେ ବଡ଼ ଭାଗ। ଦସ୍ତକୋଭସି ଆଉ ଜଣେ ଅଛନ୍ତି, ସିଏ ମଧ୍ୟ ସେଇଭଳି ଗୋଟେ ସାମ୍ୟବାଦୀ ଚେତନା ସମ୍ବଳିତ ଲେଖକ ସିଏ। କିନ୍ତୁ ଆଉ ଗୋଟେ ନାଁ ଅଛି ପ୍ରେମଚାନ୍ଦ। ପ୍ରେମଚାନ୍ଦ ଗୋଟେ ବହି ହେଉଛି ଗୋଦାନ, ଗୋଟେ ନଭେଲ, ଯାହାକୁ ତୁଳନା କରାଯାଏ ଫକୀରମୋହନଙ୍କ 6 ମାଣ 8 ଗୁଣ୍ଠ ସହିତ। ଭାରତୀୟ ଲେଖକ, ହିନ୍ଦୀର ଲେଖକ ପ୍ରେମଚାନ୍ଦ। ତେଣୁ ଏଇଟା ହେଉଛି ଗୋଟେ ଆଇକୁ ଖଟେଇଲେ ଜଣେ ବୁଝିପାରିବ ଯେ ହଁ ପ୍ରେମଚାନ୍ଦ ନିଶ୍ଚିନ୍ତ ଅପସନ୍ ହେବ। ପରିବେଷଣ ଦୃଷ୍ଟିରୁ କେଉଁଟି ସଙ୍ଗୀତ ପ୍ରଧାନ ଲୋକନାଟ୍ୟ? ଏ ଗୋଟେ 4ଟା ଅପସନ୍ ଦେଇଛି। ମୁଁ ଟିକେ ପୂର୍ବ ଯେଉଁ କହୁଥିଲି, ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ଜାଣିବା ଉଚିତ। ବହୁରୂପା, ଦଣ୍ଡନାଟ, କଣ୍ଢେଇ ନାଟ, ଡାଲଖାଇ। ଯଦି ଆମେ ଏଇ 4ଟା ଅପସନ୍କୁ ଯିବା, ଏଇ 4ଟା ଅପସନ୍ ଆମେ ନିଶ୍ଚିନ୍ତ ଡାଲଖାଇ ଆମ ପାଖରେ ଆସି ପହଞ୍ଚିବ ଯେ ଏଥିରେ ସଙ୍ଗୀତ ପ୍ରଧାନ ଲୋକନାଟ୍ୟ।
ଏଥିରେ ଗୀତ ଗାଇବାଟା ହେଉଛି ଗୋଟେ ବଡ଼ ଜିନିଷ ଯେଉଁଟାକି ଅନ୍ୟ କୋଉଥିରେ ଦେଖିବାକୁ ମିଳେନି। କେବେ ଶ୍ରୀ ଜଗନ୍ନାଥଙ୍କ ଠାରେ ରସଗୋଲା ଭୋଗ ଲାଗିବେ, ଇଏ ହେଉଛି ଗୋଟେ ଗୋଟେ ବଡ଼ ବଡ଼ ଉପଲବ୍ଧି। କେବେ ଶ୍ରୀ ଜଗନ୍ନାଥ ଠାରେ ରସଗୋଲା ଭୋଗ ଲାଗିବେ। ଏବଂ ଦେଖନ୍ତୁ ରସଗୋଲାଟା ଆମେ କେତେବେଳେ ଖାଉ? ଗୋଟେ ଖୁସିରେ ଖାଉ, ଆନନ୍ଦରେ ଖାଉ। ଦୁଃଖ ବେଳେ ଖାଉ କି? କାମଟା ସରିଗଲା, ଭାଇ ମିଠା ଦେବନି, ଚାକିରି ହେଇଗଲା ମିଠା ଦେବନି, ଭାଇ ନେଟ୍ ପାଇଗଲା ମିଠା ଦେବନି, ଏଇଟା ମୁଣ୍ଡକୁ ଆଣିବା ଦରକାର। ରଥଯାତ୍ରା ବେଳେ ଯାତ୍ରା କଣ୍ଟିନ୍ୟୁ ରସଗୋଲା କାହିଁ ଖାଇବ? ସ୍ନାନ ପୂର୍ଣ୍ଣିମାରେ କାହିଁ ରସଗୋଲା ଖାଇବ? ବାହୁଡ଼ା ଯାତ୍ରା ବେଳେ, ରଥଯାତ୍ରା ଯଦି ଖାଇନି ବାହୁଡ଼ା ଯାତ୍ରା କାହିଁ ଖାଇବ? ତାହେଲେ କୋଉଠି କ'ଣ ନା ନୀଳାଦ୍ରି ବିଜେ ଅବସର ଆଉ ଗୋଟେ ପଏଣ୍ଟ ଅଛି। ନୀଳାଦ୍ରି ବିଜେ ଅର୍ଥ ଜଗନ୍ନାଥ ରଥଯାତ୍ରା ସାରି ମନ୍ଦିରକୁ ଯିବେ, ଏଇଟା ହେଉଛି ଗୋଟେ ଖୁସି। ଆମ ଠାକୁର ଆସିଥିଲେ, ରଥଯାତ୍ରା ହେଲା, 9 ଦିନ ଯାତ୍ରା ସରିଛି, ଏବେ ମନ୍ଦିରକୁ ପ୍ରବେଶ କରିବେ, ତେଣୁ ଆଜି ରସଗୋଲା ଭୋଗ ହେବ। ତେଣୁ ରସଗୋଲାଟା ଗୋଟେ ଖୁସିରେ ଖିଆଯାଏ ଏବଂ କାର୍ଯ୍ୟ ସମାପନ ଆଗରେ ମିଠା ବଣ୍ଟାଯାଏ। ଏଇ କଥାଟା ହେଲେ ଦେଖନ୍ତୁ ଏଠି 1 ନମ୍ବରଟା ସହଜରେ ମିଳିଯିବ, ଖୁସିରେ ମିଳିଯିବ ଏଇ ଉତ୍ତରଟି। ସେହିପରି ଅନେକ ଉତ୍ତର ଅଛି ଯାହାକି ମାନେ ସହଜରେ ଆମେ ପାଇଯାଇପାରିବା। ତେଣୁ ପିଲାମାନେ ମୋର କହିବାର କଥା ହେଉଛି ତମେ ଟିକେ ଟେକ୍ନିକ୍ ୟୁଜ୍ କଲେ ଏ ପ୍ରସଙ୍ଗ ଏ ବିଷୟଟାକୁ ତୁମେ ଜାଣିପାରିବ। ତେଣୁ ସିପେଟ୍ ପାଇଁ ବେଶୀ ସିରିୟସ୍ ହେବା ଆବଶ୍ୟକ ନାହିଁ। 10ଟା ପେପର ପଢ଼ିବା ଏବଂ ଏଇସବୁ କଥାକୁ ଟିକେ ମୁଣ୍ଡ ଖର୍ଚ୍ଚ କରିବା, ଧ୍ୟାନସ୍ଥ ହେବା ଏବଂ ଭିତରେ ଟିକେ ଏକାଗ୍ରତା ଭାବ ରଖିବା। ମୁଁ ଭାବୁଛି ତୁମେମାନେ ନିଶ୍ଚିନ୍ତ ସିପେଟ୍ରେ ସଫଳତା ଅର୍ଜନ କରିବ। ସମସ୍ତଙ୍କୁ ଶୁଭକାମନା। ଏଇ ସିପେଟ୍ ପାଇଁ କିଛି ଉପାଦେୟ ପୁସ୍ତକ ବିଷୟରେ ମୁଁ ଆଉ ଗୋଟିଏ ଭିଡ଼ିଓରେ ମୁଁ କହିବାକୁ